ରୂପେଲି ପରଦାର ମହାନାୟକ 80 ଦଶକର ସ୍ୱର୍ଗତ ଉତ୍ତମ ମହାନ୍ତି ଆଜି ଆମ ଗହଣରେ ନାହାନ୍ତି। ତାଙ୍କରି ସ୍ମୃତିରେ ଓଡ଼ିଶାର ଓଡ଼ିଆ ଫିଲ୍ମ ଜଗତର ଯେଉଁ ଧ୍ରୁବତାରା ସେ ଥିଲେ ଉତ୍ତମ ମହାନ୍ତି। ତାଙ୍କ ବିଷୟରେ ଆଜି ଆମେ ଓଡ଼ିଆନ୍ ଟିଭି ପରିବାର ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ। ଆମ ପାଖରେ ଥିବା ବରିଷ୍ଠ ଫଟୋଗ୍ରାଫର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସିଂ ମହୋଦୟ, ସେ ବି ଆଜି ତାଙ୍କ ଜୀବନର କିଛି ଅକୁହା କାହାଣୀ ଅକୁହା କଥାକୁ ଆମ ପାଖରେ ପ୍ରକାଶ କଲେ। ନମସ୍କାର। ବିଶେଷ କରି ଓଡ଼ିଆନ୍ ଟିଭିକୁ ମୋର ବହୁତ ବହୁତ ଧନ୍ୟବାଦ। ମୁଁ ତାଙ୍କୁ ନମସ୍କାର ଜଣାଉଛି। ମଣିଷ ଜୀବନ ନୁହେଁ କେବଳ ବର୍ଷ ମାସ ଦିନଦଣ୍ଡ, କର୍ମୀ ଜୀବନର କର୍ମର ଜୀବନର ମାନଦଣ୍ଡ। ମୃତ୍ୟୁ ଚିରସଂଖ୍ୟା ଏମିତି ଏକ ବ୍ୟକ୍ତିବିଶେଷ ଉପରେ ଆଜି ଆମେ ଆଲୋଚନା କରିବା ପାଇଁ ଯାଉଛୁ, ଯିଏକି 1981 ମସିହାରେ ରୂପେଲି ପରଦାର ନାୟକ ବର୍ତ୍ତମାନ ଦିବଂଗତ ସ୍ୱର୍ଗତ ଉତ୍ତମ ମହାନ୍ତି ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ କିଛି ଛାଡ଼ି ଯାଇଛନ୍ତି ଛାପ, ଯାହାକି ଆନନ୍ଦପୁରରେ 1981 ମସିହାରେ ତାଙ୍କ ସହିତ ଓତପ୍ରୋତ ଭାବେ ଜଡ଼ିତ ଥିବା ଆମ ଆନନ୍ଦପୁରର ବରିଷ୍ଠ ଫଟୋଗ୍ରାଫର, ଜିଲ୍ଲା ତଥା ରାଜ୍ୟରେ ସୁନାମ ଅର୍ଜନ କରିଥିବା ବରିଷ୍ଠ ଫଟୋଗ୍ରାଫର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସିଂ। ସାର୍ ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜି ମନେ ପଡ଼ୁଛି ଆଜ୍ଞା ସେ ଦିନର କଥା, ଯେତେବେଳେ କି ଆମେ 1981 ମସିହାରେ ଯେତେବେଳେ ରୂପେଲି ପରଦାର ନାୟକ ସ୍ୱର୍ଗତ ଉତ୍ତମ ମହାନ୍ତି ଆନନ୍ଦପୁରରେ ଗୋଟେ ଫିଲ୍ମର ସୁଟିଂ ପାଇଁ ଆସିଥିଲେ, ଆଉ ସେତେବେଳେ ଆପଣ ତାଙ୍କ ସହିତ ଜଡ଼ିତ ହୋଇ କାମ କରିଥିଲେ। ତ ସେଦିନର ଅନୁଭୂତି କ'ଣ ଥିଲା ଟିକେ ଆମ ଦର୍ଶକମାନଙ୍କୁ ଜଣାଇବେ। ତ ଆଗକା ଅନୁଭୂତି ବହୁତ କିଛି ଥିଲା, କିନ୍ତୁ ତାଙ୍କର ଦେହାନ୍ତ ପରେ ମନ ଭିତରେ ବହୁତ ଦୁଃଖ ଅଫସୋସ ରହିଯାଇଛି ଯେ ଏଇ ଦୀର୍ଘ ବୟସ ଭିତରେ ମୁଁ ତାଙ୍କର 2ଟା ପିକ୍ଚରରେ କାମ କରିଛି ତାଙ୍କ ସହ, କିନ୍ତୁ ମୁଁ ତାଙ୍କ ଭିତରେ ଆଉ ପରେ ଆଉ ତାଙ୍କ ସହିତ ଅନ୍ତର ଇଚ୍ଛା ଥିଲେ ମୁଁ ତାଙ୍କ ସହିତ ଦେଖା କରିପାରିଲିନି। ସେଇଟା ବଡ଼ ଅଫସୋସ। ଆଉ ମୁଁ ପ୍ରଥମେ ତାଙ୍କର ଜୀବନ୍ତ ଆତ୍ମାକୁ ଭଗବାନ କେମିତି ତା ଆତ୍ମାକୁ ଶାନ୍ତି ଦିଅନ୍ତୁ, ଏହା ହିଁ ମୁଁ ତାଙ୍କ ପାଖରେ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା। ଆଉ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ, ଏଭଳି ଦୁଃଖକୁ ସେ ସହ୍ୟ କରନ୍ତୁ। ଆଚ୍ଛା, କ'ଣ କହିବେ ଯେତେବେଳେ ଆପଣଙ୍କୁ ବରିଷ୍ଠ ଅଭିନେତା, ପ୍ରଡ୍ୟୁସର, ଡାଇରେକ୍ଟର ସାଧୁ ମିଳିଲା, ଯିଏକି ଆପଣଙ୍କୁ ଏ ଲାଇନ୍କି ଆଣିବା ପାଇଁ ଚେଷ୍ଟା କରିଥିଲେ, ଆପଣ ସେଥିରେ ସକ୍ସେସଫୁଲ ହୋଇଛନ୍ତି। ଯେତେବେଳେ ଆପଣ ଜଣେ ଫଟୋଗ୍ରାଫର ହିସାବରେ ଓଡ଼ିଶାରେ ନାମ କମେଇଛନ୍ତି ଏବଂ ସେତେବେଳର ଷ୍ଟିଲ୍ ଫଟୋଗ୍ରାଫିରେ ଆପଣ ଗୋଟେ ଫିଲ୍ମ କରିଥିଲେ, କେମିତି ଥିଲା ସେଦିନର ଅନୁଭୂତି? ନିଶ୍ଚିତ ଗୋଟେ ଆଶ୍ଚର୍ଯ୍ୟ ଜିନିଷ। ଆନନ୍ଦପୁର ଭଳିଆ ଗାଁ ଜାଗା, ସେଇଠୁ କଟକ ଭୁବନେଶ୍ୱର ଛାଡ଼ି ଆନନ୍ଦପୁର ଭଳିଆ ଜଣେ ଫଟୋଗ୍ରାଫରକୁ ଯେ ବଛାଯିବ ଯେ ମୁଁ ତିରସ୍କୃତ କରିବି, ସାଧୁମେୟ ଭଳିଆ ନ୍ୟାସନାଲ ଆୱାର୍ଡ ଆର୍ଟିଷ୍ଟ ତାଙ୍କ ନିର୍ଦ୍ଦେଶନା ତାଙ୍କ ଫିଲ୍ମରେ ସେ କାମ କରିବା ସୁଯୋଗ ମିଳିଛି, ମୁଁ ବହୁତ ଖୁସି ଥିଲି। ଆଉ ସେଇ ସୁଯୋଗଟା ମୋର ଜଣେ ବନ୍ଧୁ ଶ୍ରୀଯୁକ୍ତ ରମେଶ ମହାନ୍ତି, ସେ ବ୍ୟାଙ୍କରେ ଚାକିରି କରୁଥିଲେ, ସେ ତାଙ୍କ ସହିତ ସେ ମୋର ବନ୍ଧୁ ଥିଲେ। ସେ ତାଙ୍କ ସାଧୁମେୟଙ୍କୁ ସହ ସମ୍ପର୍କ ଥିବା ସବୁ ସାଧୁମେୟଙ୍କୁ ନେଇକି ଆସିଥିଲେ ମୋ ପାଖରେ। ମୋର କେତେ ଗୁଡ଼ାକ ଫଟୋ ସେ ଦେଖିଲେ। ଫଟୋ ଦେଖିବା ପରେ ସେ ବହୁତ ଖୁସି ହେଇଥିଲେ ଏବଂ ମୋତେ ପଚାରିଥିଲେ ଯେ ନନୀ ବାବୁ, ଆପଣ ଆମ ସହିତ କାମ କରିବେ? ମୁଁ କହିଲି ସେ ଭାଗ୍ୟ ମୋର ଅଛି ନା, ଆପଣ ଯଦି ମୋତେ ସୁଯୋଗ ଦେବା ପାଇଁ ଚାହୁଁଛନ୍ତି ତାହେଲେ ନିଶ୍ଚୟ କାମ କରିବି। ବାବା, ଆପଣଙ୍କର ବର୍ତ୍ତମାନ ବୟସ କେତେ? ମୋର 78 ବର୍ଷ ଚାଲିଛି। ଯେତେବେଳେ 1981 ଯେତେବେଳେ ଉତ୍ତମ ମହାନ୍ତି ଫିଲ୍ମ ଲାଇନ୍କି ଆସିଥିଲେ, ତାଙ୍କର ପ୍ରଥମ ଯେଉଁ ରୂପେଲି ପରଦାରେ ସୁଟିଂ ଆପଣ କରିଥିଲେ, ସେତେବେଳେ କେମିତି ଲାଗିଥିଲା ଆପଣଙ୍କୁ? ତାଙ୍କ ସହିତ କେମିତି ମିଶୁଥିଲେ ଆପଣ? ପ୍ରଥମେ ତ ମୋର ଆଗେ ମନ ଭିତରେ ଗୋଟେ ଭୟ ଥିଲା ଯେ ହିରୋଇନ୍ କଳାକାର ତାଙ୍କ ପାଖକୁ ଆମେ ଯାଇପାରିବୁନି, ତାଙ୍କ ସହିତ କେମିତି ମିଶିବୁ, ଏଇ ଗୋଟେ ଉତ୍କଣ୍ଠା ଥିଲା। କିନ୍ତୁ ଯେତେବେଳେ ସ୍ପଟରେ ଯାଇକି କାମ ଆରମ୍ଭ କଲି, ସେ ଜିନିଷ ମୋ ପାଖରେ ଆଉ ରହିଲାନି। ମୁଁ ବୁଝିପାରିଲିନି ସେ ଏତେ ଭଲ ଲୋକ ଥିଲେ ଉତ୍ତମ ମହାନ୍ତି। ସେ ଆମ ସହିତ ମୋର ବନ୍ଧୁ ଖାଲି ଚଳେ, ସାନ ଭାଇ କହିଲେ ଚଳେ, ନିଜକୁ ଗୋଟେ ହିରୋ ବୋଲି ଭାବନ୍ତିନି। ସେ ପୁରା ସାଧାରଣ ଲୋକ ଭଳିଆ ସମସ୍ତଙ୍କୁ ଇଏ କରନ୍ତି, ଆଉ ସମସ୍ତଙ୍କୁ ଭଲ ପାଆନ୍ତି, ଆଉ ଥଟ୍ଟା ମଜା ବହୁତ ଭଲ ପାଆନ୍ତି। ଆଚ୍ଛା, କ'ଣ କହିଲେ ଯେତେବେଳେ ତାଙ୍କର ପାରିବାରିକ ଜୀବନ ସହିତ ଆପଣ କିଛି ଦିନ ଆସିଥିଲେ, ସେ ଫିଲ୍ମର
सुटिंग जो मासे एठी आनंदपुर उपखंड रे गोटे मास भरी फिल्म शूटिंग हेतिला जोते कि आपण प्रत्येक दिन आमे जहा खबर नेछु तांकर बहुत हस्बैंड वाइफ अपराजिता मैडम एवं उत्तम महांती बाबू से आपण को घरे खियापिया करती एवं आपण सहित सी आनंदपुर 2 दिन खंडे झाड़ेश्वर मंदिर शूटिंग हेतिला से समस्त स्टाफ प्राय 35-40 भितर समस्ते आसते शूटिंग करने आम घरे सब रोषेबास होता मध्याह्न भोजन से करते आम घरे समस्त बसी थे घरे आ बड़ भाई पाखु फुका सार बोली समस्त प्राय जानती ओडार साप फाप सब देखी जीव जंतु देखी खुशी होते खियापिया कर आम जो रोलु शूटिंग स्पट शोष जगार से रही आम टेका टेका सब जगह हदगड़ आनंदपुर भाया सब डिविजन रे पहाड़ पर्वत झरणा जंगल ये सुंदर परिवेश भर शूटिंग सब होता मन बहुत भल लगुला। अच्छा मतलब केते दिन शूटिंग होता समुदाय फिल्मटा प्राय मोटामोटी 2 मास पाखापाखि होता राउरकेला मासे खंडे आोष आनंदपुर ये सब ढेका ढेका जमींदार घर ये सब मिसिकी बैदाखिया पहाड़ सेनापति पहाड़ जंगल सब मिसिकी गोटे मास प्राय आज कह गले सर किंतु मन भर जो कोह आसूची से कोहटा माने कही पारुनी भाषा तो मो जीवन गोटे आशा अपूर्ण ही रहीगला मोर ये जो दीर्घ दिन गैप भितर मुझे देखा कर परिवार सहित मिसबी देखा हम सांग हम पूरा पूर्व कथा आलोचना करूँ यही जिनस मन पड़ा बहुत मत मन दुख दे सी विषय किसी जिते कहले भी सर बहुत भल लोक थे विशेषकर मोर सबुदिन मन रही जो आम जो कैब फेयर जो कैब शूटिंग सरला जो कैब फेयर है से दिन कथा तो मत क्या भूल सी गोटे हिरो से दिन ना सी मो पिलादिन सांग भाया मो सहित व्यवहार करते मत माड़ी बसी जबरदस्ती सब खिया पिया गोला बोली ये सब बहुत किसी होता कहीहबनी मन पड़ मन दुख जी स्वर्गत उत्तम महांती आम पाखे नहांती से आकाश दुर्घटना होती किंतु अभिनय छाप छाड़ी समस्त हृदय आउ से हृदय भितर टे जगह भी नहीं आम पाखे वरिष्ठ रमेश सिंह जे कि कैमरामैन सेत कथा से आम पाखे पखाड़े जहाँ आज स्वर्गत उत्तम महांती जो भी था प्रभु ताको भल रखि था कारण आत्मा को आम मन पकाऊ ओडिया फिल्म जगतर जो ध्रुव तारा से थे उत्तम महांती विषय आज आम ओडियन टीवी परिवार पक्षर अश्रद्धा श्रद्धांजलि ज्ञापन करुँ पाखे वरिष्ठ फोटोग्राफर श्रीयुक्त रमेश चंद्र सिंह महोदय सी भी आज जीवन किसी अकुआ कहानी अकुआ कथा को आम पाखे प्रकाश कले धन्यवाद समस्त ओडिशावासी को आज एक सुंदर कार्यक्रम में आमको सहयोग कर।